କେନ୍ ଲାଗୁଛି ମୋ ଗେଟଅପ୍? କେନ୍ ଦେଖାଉଛି? ବହୁତ ଭଲ ଲାଗୁଛି। हेलो गाइस केमति अच्छा आपन सब आज हम जीवा फ्लावर गार्डन खीराई कोलाघाट रे देखिवा केमति रेडी छी हम सब ये मामा मु आंटी छी और कैमरामैन सो गाइस अबे हमें ठीक बात करना तो गाइस अबे हमें बारी लुरी हम सोसाइटी रो बहुत मिठा अच्छी यार तो जानी ही पारनी कौन खाइबी आउ गोटे जिनस अच्छी यही जगह सब फेमस जिनस अच्छी आमर लुची देखंतु एटा हला लुची पाखर थिबा एक खिराई फ्लावर वैली जोड़ा नूतन भाव में उद्घाटन करा माने कौन ता कहती खोजी पाइचु ताऊ देखिया में जाऊचु रास्ता जणा नहीं देखिया पहुंच पारे कि नहीं दक्षिणेश्वर देखा ए देखो टेंपल डाहण दिगरे देखंतु ये होची दक्षिणेश्वर काली मंदिर ये होची वेस्ट बेंगल एक अन्यतम अति पुरातन काली मंदिर गंगा नदी कूल अवस्थित ये ब्रिज को कहते सेकेंड विद्यासागर सॉरी विद्यासागर सेतु सेकेंड हुगली सेतु ये होची हुगली रिवर ए ट्रेन जाଉଛି पड़ेगा ट्रेन कैमरामैन टिके स्लो हैंड अछि कैमरा फ्लो पडुछि तो गाइस एबे हम आसाइलुरी खीराई वैली ऑफ फ्लावर्स और यार बहुत गुडा दुकान पड़ीथिला मामा को कुछ नबा इच्छा हैला त हम आसी गते दुकान रे रहिली दुकान में बहुत गुडा माला मिलथिला फूलर मामा को कहली कि जाओ गते चूज कर और मामा चूज करिए देख स्टार्ट करले मामा ए वाला भलो पाइले तो मामा एटा बाहर करियो कहले কিন্তু यार दाम सुनी कि मामा कहले चेंज करिवा हम चेंज करके देखली कि এইটা টিকে সস্তা ছিল কিন্তু বাবা কইলে এইটা নিও না কিন্তু বাবা মু কইলি এইটা নেবি কিন্তু মামা কইলে এটা মু নেবি না তু কই পিন্ধিবু তো বাবা আউ গতে দেখিলে কিন্তু এটা 450 ଥିଲା তাবাই আউ গতে ଥିଲା সেটা হেলা 350 ର ଆଉ এইটা ମାମା এইটা ଏବେ ମାମା ଲଗାଉଛନ୍ତି ଆପଣ କେମିତିଆ ଲାଗୁଛି କମେଣ୍ଟରେ କହନ୍ତୁ 10 ଆଉଟ୍ ଅଫ୍ ରେଟିଂ ଦିଅନ୍ତୁ ମାମା ବସି ହସୁଛନ୍ତି ଦେଖିକି ଆମ ଦେଖ କେମିତି ଦେଖାଯାଉଛି ମାମା ହସୁଛନ୍ତି ମାମାକୁ କାଟୁଛି କିନ୍ତୁ ଆଉ କିଛି କହିପାରିବେନି ଏଇଟା ହେଲା ମାର୍କେଟ ପ୍ଲେସ୍ ଆଉ ୟାର ବହୁତ ଦୁକାନ ଥିଲା ବିରିୟାନୀ ମିଳିଥିଲା ଗୁପଚୁପ ମିଳିଥିଲା ଦୁନିଆ ଜିନିଷ ମିଳିଥିଲା ୟାରେ ଏବେ ଆମେ ଗଲି ଭ୍ୟାଲି ଅଫ୍ ଫ୍ଲାୱାର୍ସରେ ରାସ୍ତା ବହୁତ ଖଣ୍ଡର ଥିଲା ମଝିରେ ତ ମୁଁ ସ୍ଲିପ୍ ହିଁ କଲି କିନ୍ତୁ ना एडजस्ट करके गली लोग संगे भिड़ी भिड़ी की जाइली कंडीशन बहुत खराब थिला बहुत रिस्की थिला रास्ता एबे फुल पाखे जीवा रास्ता कई होनी देखंतु केमती अछि भांगी जाउतले सीढ़ी बनी थिला किंतु सी माटी पाई स्लिप करथली ए केते गुरे दुकान थिला बोट भी यूज करथले आ एटा हसिला मस्टर्ड दुकान सोरिष तेल जोते माने तार गछ दुगु एटा सोरिष गछ मस्टर्ड एटा भी सोरिष व्हाइट सोरिष एटा
ଏ ଦେଖ ମଷ୍ଟାର୍ଡ ହେଇଛି ଦେଖ ଏଇଗୁଡ଼ା ମଷ୍ଟାର୍ଡ ଏଇଗୁଡ଼ା ଚୋପା ଛଡ଼େଇଲେ ମଷ୍ଟାର୍ଡ ବାହାରିବ ଦେଖ ଲେପନ ଦେଖ ଛଡ଼େଇକି ଦେଖାଅ। ପାଚିନି ନା ପାଚିଲେ ବାହାରିବ। ଗେଣ୍ଡୁ ଫୁଲ କେତେ ସୁନ୍ଦର ସୁନ୍ଦର ଗେଣ୍ଡୁ ଫୁଲ ଆପଣଙ୍କୁ ଭଲ ଦେଖାଯାଉ ନ ଯାଉ କିନ୍ତୁ ଅସଲିୟତରେ ବହୁତ ଭଲ ଥିଲା, ବହୁତ ସୁନ୍ଦର ଥିଲା। ଆଉ ଇଆଡ଼େ କୋବି ବହୁତ ଭଲ ଥିଲା, ଫ୍ରେଶ୍ ଫ୍ରେଶ୍ କୋବି ଥିଲା। ସେଥିପାଇଁ ତ ଆମ ଇଆଡ଼େ ବହୁତ ମହଙ୍ଗା ଥାଏ। କିନ୍ତୁ ଆଉ ସେଇ ପତା ଆସିଲା ଡାଲିଆ, ନାଲି ନାଲି ଡାଲିଆ ଡାଲିଆ। ଆଉ ଏଇଠି ଆସିଲା ବହୁତ ଫ୍ରେଶ୍ ବନ୍ଧକୋବି ଆଉ ଫ୍ରେଶ୍ ବ୍ରୋକୋଲି ବହୁତ ଫ୍ରେଶ୍ ଥିଲା। ପୋକ ଜମା ଖାଇନଥିଲା କିନ୍ତୁ ଧୂଳି ବହୁତ ହେଇଥିଲା, ପ୍ରବଳ ଧୂଳି। ଏଇଟା କି ଗଛ କହିଲୁ? ଟମାଟର ଟମାଟର ଗଛ। ସେପଟକୁ ଦେଖ ସିଆଡ଼କୁ ଦେଖ। ଏଇଟା ହଉଛି କୁକୁଟା ମୁକୁଟା ଫୁଲ ଗଛ। ଟିକେ ଛାଇରେ ଦେଖା। ଏ ଫୁଲ ଗୁଡ଼ା କୁକୁଡ଼ାର ମୁଣ୍ଡରେ ଯେଉଁ ହେଇଥାଏ, ଯେଉଁ ଫୁଲ ତା ଭଳିଆ ହେଇଥାଏ, ସେଥିପାଇଁ ତା ନା କୁକୁଟ ମୁକୁଟ ଗଛ। ଓଡ଼ିଆରେ କହନ୍ତି, ଇଂଲିଶ ହିନ୍ଦୀରେ କ'ଣ କହନ୍ତି ମୋତେ ବି ଜଣା ନାହିଁ। ଏଇଠି ଛୋଟ ଛୋଟ ପିଆଜ ପ୍ଲାଣ୍ଟେସନ୍ ହେଇଥିଲା, ଓନିଅନ୍ ପ୍ଲାଣ୍ଟେସନ୍। ଆଉ ଏଇଠି ଛୋଟ ଛୋଟ ପିଆଜ ନା ଦେଖାଯାଉଥିଲା ଟିକେ ଟିକେ। ଆଉ ଆମେ ଯେବେ ରାସ୍ତାରେ ଯାଉଥିଲି ତ ଆମେ କିଛି ଲେମ୍ବୁ ଦେଖିଲି, ଫ୍ରେଶ୍ ଲେମ୍ବୁ, ଛୋଟ ଛୋଟ ଲେମ୍ବୁ ଥିଲା। କିଏ କିଛି କହିବନି, ଦେଖ ବାବାର ହୁଣ୍ଡିରେ ଦେଖିବ, ହେଇ ଦେଖ। କିନ୍ତୁ ବାବା ଭୋଜି ବନାନ୍ତି। ଆମକୁ ବହୁତ ଭୋକ ଲାଗିଲା ତ ଆମେ ଆସିଗଲି ସେରି ପଞ୍ଜାବୀ। ତ ଏଇଟା ଅଛି ତାର ପାର୍କିଂ। ଆଉ ଏତେ କ୍ଲିନ୍ ଥିଲା ପାର୍କିଂ, ଲାଗୁଥିଲା ଗୋଟେ ଫରେନ୍ କଣ୍ଟ୍ରି ଆସିଗଲି, ଲାଇକ୍ USA, ଚାଇନା, ଜାପାନ ନୁହଁ, ଜାପାନ ତ ବହୁତ ଲାଇଟ୍ ଲାଗେ, ଯାହା ବି ହଉ। କେତେ ସୁନ୍ଦର ହେଇଛି ଦେଖୁନ, ଏ ଫୋକସ୍ କରେ ଗଛକୁ। ଗଛ ଗୁଡ଼ା କେତେ ସୁନ୍ଦର କରିଛନ୍ତି, ବହୁତ ଡେକୋରେସନ୍ କରିଛନ୍ତି। ଗୋଟେ କୋଲାଘାଟରେ ପଡ଼େ ଏଇଟା ସେରି ପଞ୍ଜାବୀ। ତା ଗେଟ୍ କେତେ ମସ୍ତ କରିଛନ୍ତି, ଗେଟ୍ଟା ବହୁତ ସୁନ୍ଦର। ଥରେ ଆସନ୍ତୁ, ଦେଖନ୍ତୁ, ଖାଆନ୍ତୁ, ଏନ୍ଜୟ କରନ୍ତୁ। କ୍ୟାଣ୍ଡି ହାଉସ୍ ବହୁତ କଷ୍ଟଲି ଚକୋଲେଟ୍। ଯାହା ହଉ, ଏବେ ଚାଲ ରେଷ୍ଟୁରାଣ୍ଟରେ ଖାଇବା ପାଇଁ ଯିବା। ଏଇଟା ହେଲା ମେନ୍ ଗେଟ୍, ଆଉ ଏଇଟା ହେଲା ତାର ହୋଟେଲ। ଆଉ ଏବେ ଆମେ ଭିତରକୁ ପଶିବା। ଆପଣ ମୋତେ ଖୋଜନ୍ତୁ ମୁଁ କୁଆଡ଼େ ଅଛି, କିନ୍ତୁ ଏବେ ଚାଲନ୍ତୁ ଆମେ ଯିବା। ବହୁତ ଝୁଲା ଥିଲା ଆଉ ମୁଁ ଗୋଟେ ଝୁଲାରେ ବି ବସିଥିଲି। ଏଇଟା ହେଲା ହାଉସ୍ ଅଫ୍ କ୍ୟାଣ୍ଡି ଛୋଟ। ଇଆଡ଼େ ସମସ୍ତେ ଅଛନ୍ତି, ସବୁ ରିଲିଜିଅନ୍ର ଲୋକ ଅଛନ୍ତି। କିନ୍ତୁ ଯାହା ହଉ, ଆମେ ଏବେ ରେଷ୍ଟୁରାଣ୍ଟରେ ଯିବା। ଏଇଠି ବି ଗୋଟେ ରେଷ୍ଟୁରାଣ୍ଟ ଥିଲା, ବହୁତ ରେଷ୍ଟୁରାଣ୍ଟ ଥିଲା। ଚାଲନ୍ତୁ ଏବେ ଯିବା ଆମର ଢାବାରେ, ଆମେ ରେଷ୍ଟୁରାଣ୍ଟରେ ଖାଇବୁନି। ଆଉ ଚାଲ ଏବେ ଦେଖିବା ଢାବାରେ କେତେ ଭିଡ଼, କିନ୍ତୁ ବହୁତ ପ୍ରବଳ ଭିଡ଼ ଥିଲା। ଆମେ ତ ପଶି ପାରିବାନି, କିନ୍ତୁ ଆମର ବାବା ଲାଇନରେ ଠିଆ ହେଇଥିଲେ, ଦେଖନ୍ତୁ। ଆମେ ଏଇ ଜାଗାରେ ଖାଇବା। ଏଠି ବହୁତ ଭିଡ଼ ଥିଲା, ତ ଲୋକମାନେ ଏଇ ଜାଗା ୱେଟିଂ କରିଥିଲେ। ଆପଣଙ୍କୁ କ'ଣ ଲାଗିଲା ଆମେ ଇଆଡ଼େ ଖାଇବା? ନୋ, ଆମେ ଇଆଡ଼େ ଖାଇବା, ଆମେ ଏଇ ଜାଗା ଖାଇବା। ଆମେ ଖାଇବା ପାଇଁ ମଗେଇଥିଲୁ 2ଟା ନାନ୍, ଚିକେନ୍ ବଟର ମସଲା, ଡାଲ ଫ୍ରାଏ, ଥମ୍ସ ଅପ୍, ଭାତ ଆଉ ଚିକେନ୍ କରୀ। ବହୁତ ଭଲ ଲାଗିଲା, ବହୁତ ସ୍ୱାଦିଷ୍ଟ ଥିଲା, ବହୁତ ଟେଷ୍ଟି ଥିଲା। ଏରେ କିଛି ଚିକେନ୍ ବଳିଲା, କିନ୍ତୁ ଆମେ ତାକୁ ବି ଖାଇ ପକେଇଲୁ। ଆଉ ଏବେ ଆମେ ଘରକୁ ଯିବା। ଆଉ ଘରେ ପହଞ୍ଚିବା ପରେ ଦେଖିଲି ସେଇ ଚଢ଼େଇ ଅଣ୍ଡା ଭାଙ୍ଗିକି ପଳେଇ ଯାଇଥିଲା।